नमस्कार बंधु माने 2024 बदल यही 4 गोटी राशि भाग्य मिल प्रभु शनिदेव एवं देवगुरु बृहस्पति कृपा मिल बड़ बड़ चाकरी एवं संतान सुख प्राप्ति हेबो एवं यही 2024 एमानंकर विवाह जोग मध्य बनिबो एवं किणिबे घर आउ जमी बाड़ी। हाँ बंधु माने यही 2024 मसीह यही 4 गोटी राशि व्यक्ति विशेष मानकर घर उपरे हेबो टंकार वर्षा एमानंको उपरे हाथी ढालिबो सुनार कलश। जानतु किए सही 4 गोटी राशि होई पारे। आपणकर राशि मध्य होई पारे। नवग्रह मानक मध्यरे शनिदेव एवं बृहस्पति को बहुत ही खास ग्रह बोली मना जाई थाए। एमानंकर कृपा जेउ राशि मानक उपरे रही थाए सेमाने गरीबरू हठात धनी मध्य होई जाती एवं सेमाने रुष्ट थिले सेमाने धनी रु गरीब मध्य होई जाती। 2024 मसीह शनिदेव एवं बृहस्पति स्थिति एभली बनिबाकू जाउअछि कि 12 गोटी राशि मध्यरु 4 गोटी राशि एमिति अछंती जेउ मानकर भाग्य पूरा पूरी बदली जिवो। एमानंकु समस्त क्षेत्र में सफलता प्राप्ति हेबो। एमानंकर जहाँ भी किछि आर्थिक समस्या थिला ताहा दूर होई जिवो। समस्त ऋण करजरु एमानंकु मुक्ति मिलिबो। एमानंकु संतान सुख प्राप्ति हेबा सहित विद्यार्थी मानंकु शिक्षा क्षेत्र में बड़ सफलता प्राप्ति हेबो। कैरियर क्षेत्र में उन्नति प्रगति करिवे। समस्त स्वास्थ्यगत समस्या मुक्ति मिलिबो। ता सहित प्रेम जीवन रे मध्य सफलता प्राप्ति हेबो। 2024 मसीह भाग्य एमानंकर साथ देबो। तेबे डेरी न करी आसंतु जानिबा किए सही 4 गोटी भाग्यशाली राशि जेउ मानंकर उपरे एही 2024 मसीह हाथी ढालिबो सुनार कलश। जेउ मानंकर उपरे शनिदेव एवं देवगुरु बृहस्पति कृपा वर्षा कहबो। ଏହା ପୂର୍ବରୁ ଯଦି ଆପଣ ମାନେ ଶନିଦେବକୁ ମନରୁ ଭକ୍ତି କରୁଥାନ୍ତି ତେବେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ଶନିଦେବ ଜୟ ଦେବଗୁରୁ ବୃହସ୍ପତି ଅବଶ୍ୟ ଲେଖି ଦିଅନ୍ତୁ। ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛି ବୃଷ ରାଶି। ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଉପରେ ଶନିଦେବ ଏବଂ ବୃହସ୍ପତି ଅନେକ କୃପା ରଖିବାକୁ ଯାଉଛନ୍ତି। ଆପଣଙ୍କୁ ଅଚାନକ ଧନ ହେବାର ସୁଯୋଗ ରହୁଅଛି। ଯେଉଁମାନେ ଚାକିରି କରୁଥିଲେ ସେ ତାଙ୍କର ଚାକିରିରେ ପ୍ରମୋସନ ମଧ୍ୟ ପାଇବେ। ଯେଉଁମାନେ ବିଜନେସ୍ କରୁଥିଲେ ତାଙ୍କର ବିଜନେସରେ ଭଲ ଲାଭ ହେବ। ବୃହସ୍ପତି ଧନ ସ୍ଥାନରେ ଚଳନ କରୁଥିବାରୁ ଯାହା ଆପଣଙ୍କର ବି କିଛି ଆର୍ଥିକ ସମସ୍ୟା ରହିଥିବ ତାହା ସବୁ ଦୂର ହେବ। ଆପଣଙ୍କର ଡେଲି ଇନକମ୍ ବଢ଼ିବ। ସମସ୍ତ ପ୍ରକାର ଋଣ କରଜରୁ ଆପଣଙ୍କୁ ମୁକ୍ତି ମିଳିଯିବ ଏବଂ ଶତ୍ରୁମାନଙ୍କ ଠାରୁ ମୁକ୍ତି ମିଳିଯିବ। ଆପଣଙ୍କର ସମାଜରେ ମାନ ସମ୍ମାନ ବଢ଼ିବ। ଲୋକ ସମ୍ପର୍କ ବଢ଼ିପାରେ। ସ୍ୱାସ୍ଥ୍ୟଗତ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଯିବ। ଆପଣଙ୍କର ବୃଷ ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ଶନିଦେବ ଜୟ ବୃହସ୍ପତି ଅବଶ୍ୟ ଲିଖି ଦିଅନ୍ତୁ। ଦ୍ୱିତୀୟ ଭାଗ୍ୟଶାଳୀ ରାଶି ହେଉଛି ମୀନ ରାଶି। ମୀନ ରାଶି 2024 ମସିହା ଆରମ୍ଭରୁ ହିଁ ଏମାନଙ୍କର ଜୀବନରେ ବଡ଼ ପରିବର୍ତ୍ତନ ଆସିବ। ଆପଣଙ୍କର ଉପରେ ବୃହସ୍ପତି ଏବଂ ଶନିଦେବଙ୍କର କୃପା ମିଳିବାକୁ ଯାଉଅଛି। ଆପଣ ଯଦି କାହାଠାରୁ ପଇସା କିଛି ଉଧାର ନେଇଥିଲେ ସେ ଉଧାର ଟଙ୍କା ଏହି ବର୍ଷ ଆପଣଙ୍କୁ ଫେରେଇ ଦେବେ। ଆପଣଙ୍କର ମନ ପ୍ରସନ୍ନ ରହିବ। ଆପଣଙ୍କୁ ଅଧିକ ଧନ ଲାଭ ହେବାର ସୁଯୋଗ ମଧ୍ୟ ପ୍ରାପ୍ତି ହେବ। ପ୍ରତ୍ୟେକ କାମରେ ଆପଣ ସଫଳତା ହେବେ। ଅଟକି ରହିଥିବା କାମ ସୁରୁଖୁରୁରେ ହେବ। ଆପଣଙ୍କର ବହୁତ ସାରା ଖୁସି ମଧ୍ୟ ପ୍ରାପ୍ତି ହେବ। ଭାଗ୍ୟର ସାଥ ମିଳିବ। ସନ୍ତାନ ସୁଖ ପ୍ରାପ୍ତି ହେବା ସହିତ ଶିକ୍ଷା କ୍ଷେତ୍ରରେ ଉନ୍ନତି ପ୍ରଗତି କରିବେ। ଯେଉଁମାନେ ବ୍ୟାପାର କରୁଛନ୍ତି ନୂତନ ବ୍ୟାପାର ମଧ୍ୟ ଆରମ୍ଭ କରିପାରନ୍ତି। ଏହି ବର୍ଷ ଆପଣଙ୍କୁ ନୂତନ ଚାକିରି ମିଳିବାର ଯୋଗ ବନୁଅଛି। ସମାଜରେ ମାନ ସମ୍ମାନ ପ୍ରାପ୍ତି ହେବ ଏବଂ ଦୂର ସ୍ଥାନକୁ କିମ୍ବା ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଆକସ୍ମିକ ଧନ ପ୍ରାପ୍ତି ହେବ। ଧନ କମେଇବା ପାଇଁ ନୂଆ ନୂଆ ରାସ୍ତା ଆପଣଙ୍କୁ ମିଳିଯିବ। ଆପଣଙ୍କର ଏହି ରାଶି ହୋଇଥିଲେ
ତଳେ ଥିବା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ତୃତୀୟ ରାଶି ହେଉଛି ତୁଳା ରାଶି। ତୁଳା ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଶନିଦେବ କୃପାରୁ ତୁଳା ରାଶିର ଭାଗ୍ୟ ଏବେ ଅଚାନକ ଭାବରେ ଚମକିବାକୁ ଯାଉଅଛି। କାହିଁକିନା ତୁଳା ରାଶି ପାଇଁ ଶନିଦେବ ହେଉଛନ୍ତି ସବୁଠାରୁ ଅଧିକ ଯୋଗକାରକ ଗ୍ରହ। ଏମାନଙ୍କର ଭାଗ୍ୟରେ ଅନେକ ଖୁସି ଆସିପାରେ। ଏହି ରାଶି ବ୍ୟକ୍ତିମାନେ ଏବେ ସଫଳ ଜୀବନ ବ୍ୟତୀତ କରିବେ। ଏମାନଙ୍କର ଧନ ବୃଦ୍ଧି ହେବ। ଏମାନଙ୍କ ଜୀବନରେ ଖରାପ ସମୟ ଏବେ ସମାପ୍ତ ହୋଇସାରିଛି, ଯାହାଫଳରେ ଏହି ରାଶି ଏବେ ଲାଭ ହିଁ ଲାଭ ପ୍ରାପ୍ତି ହେବ। ଏମାନଙ୍କ ଜୀବନରେ ଏବେ ସବୁ ସମସ୍ୟା ଶନିଦେବ ଦୂର କରିବାକୁ ଯାଉଛନ୍ତି। ଏମାନଙ୍କୁ କର୍ମକ୍ଷେତ୍ରରେ ବହୁତ ବଡ଼ ସଫଳତା ପ୍ରାପ୍ତି ହେବ। ଶନିଦେବ ଯେହେତୁ ତୁଳା ରାଶି ପାଇଁ ପଞ୍ଚମ ଭାବର ଅଧିପତି, ତ ଏମାନେ ପ୍ରେମ ଜୀବନରେ ଯାହା ବି ସମସ୍ୟା ଥିଲା ତାହା ସବୁ ଦୂର ହୋଇଯିବ। ଏମାନଙ୍କୁ ନୂତନ ଚାକିରି ମିଳିବାର ଯୋଗ ବନୁଅଛି। ଏମାନଙ୍କର ବିବାହ ଯୋଗ ବନିବ। ସମସ୍ତ ସ୍ୱାସ୍ଥ୍ୟଗତ ସମସ୍ୟାରୁ ଏମାନଙ୍କୁ ମୁକ୍ତି ମିଳିବ। ଆପଣଙ୍କର ତୁଳା ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ଚତୁର୍ଥ ରାଶି ହେଉଛି କୁମ୍ଭ ରାଶି। କୁମ୍ଭ ରାଶିର ବ୍ୟକ୍ତିବିଶେଷ ପାଇଁ 2024 ମସିହା ବହୁତ ଭଲ ସମୟ ଆରମ୍ଭ ହେବାକୁ ଯାଉଅଛି। କାହିଁକିନା ଶନିଦେବ ହେଉଛନ୍ତି ଆପଣଙ୍କର ରାଶିର ଅଧିପତି। ଆପଣଙ୍କର ରାଶିର ଅଧିପତି ମାର୍ଗୀ ହେବାକୁ ଯାଉଛନ୍ତି ଏବଂ ଆପଣଙ୍କର ରାଶିରେ ବର୍ତ୍ତମାନ ବିରାଜମାନ କରିବେ। କୁମ୍ଭ ରାଶିର ଲୋକମାନଙ୍କ ଜୀବନରେ ଖରାପ ସମୟ ସମାପ୍ତ ହେବାକୁ ଯାଉଛି, ଯାହାଫଳରେ ଏହି ରାଶିର ଲୋକ ଏବେ ବହୁତ ବଡ଼ ସଫଳତା ପ୍ରାପ୍ତି କରିବେ। ଏମାନଙ୍କର ଭାଗ୍ୟ ବଦଳିଯିବ। ପାଠ ପଢ଼ୁଥିବା ପିଲାମାନେ ବହୁତ ଉନ୍ନତି ପ୍ରଗତି କରିବେ। ଏହି ସମୟରେ ଏମାନଙ୍କ ପାଇଁ ଭଲ ସମୟ ରହିବାକୁ ଯାଉଅଛି। ଯାହା ବି ଆର୍ଥିକ ସମସ୍ୟା ଥିଲା ତାହା ସବୁ ଧୀରେ ଧୀରେ ଆପଣଙ୍କର ଦୂର ହୋଇଯିବ। ବିବାହ ହେବାର ମଧ୍ୟ ଯୋଗ ବନୁଅଛି ଏବଂ ଆପଣଙ୍କୁ ନୂତନ ଚାକିରି ମିଳିପାରେ। ଆପଣ କୌଣସି ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥିଲେ ତଳେ ଥିବା କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଜୟ ଶନିଦେବ ଅବଶ୍ୟ ଲେଖିଦିଅନ୍ତୁ। ବନ୍ଧୁମାନେ, ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟା ଭଲ ଲାଗିଥିବ। ଯଦି ଭଲ ଲାଗିଥିଲେ କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଚ୍ୟାନେଲଟିକୁ ଯଦି ନୂଆ କରି ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ ଏମିତି ନୂଆ ନୂଆ ଭିଡ଼ିଓ ପାଇଁ। ଧନ୍ୟବାଦ।